ଆରେ ପୁଅ, ତୁ କୁଆଡେ ଯାଉଛୁ କି? ମୁଁ ବଜାରକୁ ଯାଉଛି। ମୋ ଦୋକାନ ଖୋଲିବାର ସମୟ ହେଇଗଲାଣି। ତୁମେ କିଏ? ମତେ କାହିଁକି ଡାକୁଛ? ଆରେ ପୁଅ, ମୁଁ ବି ଏବେ ବଜାରକୁ ଯାଉଛି। ମୋ ପାଖରେ ଅନେକ ଗୁଡ଼ିଏ ବିସ୍କୁଟ ଅଛି। ମୁଁ ଏ ସବୁ ବିସ୍କୁଟ ନେଇ ବଜାରରେ ବିକ୍ରି କରିବି। ହେଲେ ଏତେ ଗୁଡ଼ିଏ ବିସ୍କୁଟ ଓଜନିଆ ହେଇଥିବାରୁ ମୁଁ ଥକିଗଲି। ଏଠି ଟିକେ ଆରାମ କରୁଥିଲି, ସେତେବେଳେ ମୁଁ ତତେ ଦେଖିଲି। ପୁଅରେ, ମତେ ଟିକେ ସାହାଯ୍ୟ କର, ମୋ ବିସ୍କୁଟକୁ ବଜାରରେ ପହଞ୍ଚେଇ ଦେ। ଆରେ ବୁଢ଼ୀମା, ତୁମ ପାଖରେ ତ ବହୁତ ଗୁଡ଼ିଏ ବିସ୍କୁଟ ଅଛି। ଏତେ ସାରା ବିସ୍କୁଟ ତୁମେ କୋଉଠୁ ପାଇଲ? ମୁଁ ପ୍ରତିଦିନ ମୋ ବିସ୍କୁଟ ଘରୁ ଅନେକ ବିସ୍କୁଟ ପାଏ। ସେସବୁ ବଜାରରେ ବିକ୍ରି କରି ମୁଁ ମୋ ଘର ପାଇଁ ସଉଦା ଆଣେ। ବିସ୍କୁଟ ଘର? ତୁମେ କଣ କହୁଛ ବୁଢ଼ୀମା? ମୁଁ ତ କିଛି ବି ବୁଝିପାରୁନି। ତୁମେ କୋଉଠି ରୁହ ବୁଢ଼ୀମା? ଆରେ ପୁଅ, ମୋ ଘର ପାଖ ଜଙ୍ଗଲରେ। ମୋ ପାଖରେ ଗୋଟେ ଯାଦୁର ବିସ୍କୁଟ ଘର ଅଛି। ପ୍ରତିଦିନ ସେ ବିସ୍କୁଟ ଘରୁ ମୁଁ ଅନେକ ବିସ୍କୁଟ ପାଏ। ସେସବୁ ମୁଁ ବଜାରରେ ବିକ୍ରି କରି ମୋ ଘର ପାଇଁ ସଉଦା ଆଣେ। ଓ, ଏଇ କଥା ବୁଢ଼ୀମା। ବଜାରରେ ମୋର ଗୋଟେ ସଉଦା ଦୋକାନ ଅଛି। ତୁମେ ମୋ ସାଙ୍ଗରେ ବଜାରକୁ ଚାଲ। ମୁଁ ତୁମର ସବୁ ବିସ୍କୁଟ ନେଇ ତୁମକୁ ମୋ ଦୋକାନର ସଉଦା ଦେବି। ଆଚ୍ଛା, ଠିକ ଅଛି ପୁଅ। ତାପରେ କାଉ ବୁଢ଼ୀ ଚଢ଼େଇ ଆଉ ସେ ବିସ୍କୁଟକୁ ନେଇ ବଜାରକୁ ଗଲା। ସେ କିଛି ସଉଦା ବୁଢ଼ୀ ଚଢ଼େଇକୁ ଦେଲା। ବୁଢ଼ୀ ଚଢ଼େଇ ସେସବୁ ସଉଦା ନେଇ ତା ଘରକୁ ଚାଲିଗଲା। ଆରେ ବାଃ, ଏ ବୁଢ଼ୀ ଚଢ଼େଇ ପାଖରେ ଗୋଟେ ଯାଦୁର ବିସ୍କୁଟ ଘର ଅଛି। ମୁଁ ଯଦି ବୁଢ଼ୀ ପାଖରୁ ସେ ବିସ୍କୁଟ ଘର ଆଣିପାରନ୍ତି, ଖୁବ୍ ଶୀଘ୍ର ମୁଁ ବିସ୍କୁଟ ବିକ୍ରି କରି ଧନୀ ହେଇଯାନ୍ତି। ଆରେ ତୁ କୁଆଡ଼େ ଗଲୁ? ତୁ ରେଡି ହେଲୁ କି ନାହିଁ? ଅନେକ ସମୟ ହେଇଗଲାଣି। ଆମକୁ ପୁଣି ସେ ବୁଢ଼ୀର ଘର ଖୋଜିବାକୁ ପଡ଼ିବ। ଆରେ ଏଇ ତ ମୁଁ ଆସିଗଲି। ମୁଁ ଏମିତି ପାଏସ ବନେଇଛି ଯେ ସେ ବୁଢ଼ୀ ଜମା ଜାଣିପାରିବନି ଏ ପାଏସରେ ବିଷ ମିଶିଛି ବୋଲି। ଭଲ କରିଛୁ। ବୁଢ଼ୀ ଥରେ ମରିଗଲେ ତା ବିସ୍କୁଟ ଘର ଆମର ହେଇଯିବ। ଏବେ ଚାଲ ଯିବା। ଏମିତି କଥା ହେଇ ଦୁଇ କାଉ ପାଖ ଜଙ୍ଗଲକୁ ଗଲେ। ହେଲେ ସେମାନେ ଅନେକ ସମୟ ଖୋଜିଲା ପରେ ବି ସେ ବୁଢ଼ୀ ଚଢ଼େଇର ଘର ପାଇଲେନି। ମିଟୁ ଭାଇ, ଆମେ ଜଣେ ବୁଢ଼ୀମାକୁ ଖୋଜୁଛୁ। ଏ ଜଙ୍ଗଲରେ ତାଙ୍କ ଘର। ସେ ଏକା ରୁହନ୍ତି। ତାଙ୍କ ପାଖରେ ଗୋଟେ ଯାଦୁର ବିସ୍କୁଟ ଘର ଅଛି। ତୁମେ ସେ ବୁଢ଼ୀମାଙ୍କ ଘର ରାସ୍ତା କୋଉ ପଟେ କହିପାରିବ? ନା ନା, ମୁଁ ସେମିତି କୋଉ ବୁଢ଼ୀକୁ ଜାଣିନି ଯାହା ପାଖରେ ବିସ୍କୁଟ ଘର ଅଛି। ତା ଛଡା ମୁଁ ଅନେକ ଦିନ ହେଲାଣି ଏ ଜଙ୍ଗଲରେ ରହୁଛି। ହେଲେ ଆଜି ଯାଏ ମୁଁ କୌଣସି ବୁଢ଼ୀକୁ ଦେଖିନି ଯିଏ ଏକା ଜଙ୍ଗଲରେ ରହୁଛି। ନିଶ୍ଚୟ ତମେ ମାନେ ଯାହାକୁ ଖୋଜୁଛ ସେ ପାଖ ଜଙ୍ଗଲରେ ରହୁଥିବ। ଆରେ ଶୁଣ, ଚାଲ ଆମେ ଆଉ ଗୋଟେ ଜଙ୍ଗଲକୁ ଯାଇ ଖୋଜି ଦେଖିବା। ସେଠି ହୁଏତ ସେ ବୁଢ଼ୀର ଘର ପାଇଯିବା। ଏମିତି କଥା ହେଇ ଦୁଇ କାଉ ଆଉ ଗୋଟେ ଜଙ୍ଗଲକୁ ଯିବା ପାଇଁ ବାହାରି ପଡ଼ିଲେ। କିଛି ଦୂର ଗଲା ପରେ ଜଙ୍ଗଲର ବହୁତ ଭିତରେ ସେମାନେ ଗୋଟେ ବିସ୍କୁଟ ଘର ଦେଖିଲେ। ଏଇ ତ ଜଙ୍ଗଲ ଭିତରେ ଗୋଟେ ବିସ୍କୁଟ ଘର ଅଛି। ନିଶ୍ଚୟ ଏଇଠି ସେ ବୁଢ଼ୀ ରହୁଥିବ। ଚାଲ ସେଠାକୁ ଯିବା। ବୁଢ଼ୀମା, ତୁମେ ଏଇଠି ଅଛ? ଆମେ ଭାବୁଥିଲୁ ତୁମ ଘର ପାଖ ଜଙ୍ଗଲରେ। ଆମେ ତୁମକୁ ଖୋଜିବା ପାଇଁ ସେଠାକୁ ଯାଉଥିଲୁ। ଓହୋ, ଆଚ୍ଛା, ଭଲ ହେଲା ତମେ ମାନେ ଆସିଗଲ। ମତେ ଆଉ କଷ୍ଟ କରି ତୋ ଦୋକାନକୁ ଯିବା ପାଇଁ ପଡ଼ିବନି। କିଛି ସମୟ ଏଠି ଅପେକ୍ଷା କର। ମୁଁ ଏବେ ବିସ୍କୁଟ ଘରୁ ବିସ୍କୁଟ ଆଣି ଦଉଛି। ବୁଢ଼ୀମା, ମୁଁ ତୁମ ପାଇଁ ମିଠା ପାଏସ ଆଣି ଦେଇଛି। ନିଅ, ଆଗ ଖାଇନିଅ। ଆଚ୍ଛା ହଉ, ଦେ। ହା ହା ହା, ତମେ ମାନେ କଣ ଭାବିଥିଲ ବିଷ ମିଶା ପାଏସ ମତେ ଦେବ ଆଉ ମୁଁ କିଛି ଜାଣିପାରିବିନି? ତମେ ମାନେ ଜାଣିନ, ମୁଁ ତମ ମାନଙ୍କୁ ଲୋଭ ଦେଖେଇ ଏଠାକୁ ଆଣିଛି। ମାନେ ତୁମେ ବୁଢ଼ୀରୁ ପିଶାଚି କେମିତି ପାଲଟି ଗଲ? ମୁଁ ବୁଢ଼ୀ ନୁହଁ, ମୁଁ ଗୋଟେ ପିଶାଚି। ଚଢ଼େଇ ମାନଙ୍କୁ ବିସ୍କୁଟ ଘରର ଲୋଭ ଦେଖେଇ ମୁଁ ଏଠାକୁ ନେଇ ଆସେ ଆଉ ତାଙ୍କୁ ମୋ ବିସ୍କୁଟ ଘରେ ବନ୍ଦୀ କରି ରଖେ। କିନ୍ତୁ ପିଶାଚି, ତୁମେ ଏମିତି କାହିଁକି କରୁଛ? ମୁଁ ସମସ୍ତଙ୍କୁ ଏ ବିସ୍କୁଟ ଘରେ ବନ୍ଦୀ କରି ରଖେ। ତମ ମାନଙ୍କୁ ମିଶେଇ ଏବେ 6ଟା ପକ୍ଷୀ ହେଲେ। ଆଉ କେବଳ 4ଟା ପକ୍ଷୀ ହେଲେ ମୁଁ ସମସ୍ତଙ୍କୁ ମିଶେଇକି ଖାଇବି। ତାପରେ ମୁଁ ସବୁଠାରୁ ଶକ୍ତିଶାଳୀ ପିଶାଚି ପାଲଟି ଯିବି। ତା ମାନେ ତମେ ଆମକୁ ବି ବିସ୍କୁଟ ଘରେ ବନ୍ଦୀ କରି ରଖିବ? ନା ନା, ଏମିତି କରନି। ଦୟାକରି ଆମକୁ ଛାଡ଼ି ଦିଅ।
କାଉ ଆଉ ତାର ସ୍ତ୍ରୀ ଯେତେ କାନ୍ଦିଲେ ବି ପିଶାଚି ତାଙ୍କ କଥା ନ ଶୁଣି ସେମାନଙ୍କୁ ବିସ୍କୁଟ ଘରେ ବନ୍ଦୀ କରିଦେଲା। ତାପରେ ସେ ପୁଣି ବୁଢ଼ୀର ରୂପ ନେଇ ଜଙ୍ଗଲ ଭିତରକୁ ଗଲା। ସେତେବେଳେ ସେ ଦେଖିଲା, ଆରେ କଣ ଜଙ୍ଗଲ ଭିତରେ ଗୋଟେ ମଣିଷ ଛୁଆ। ଏ ମଣିଷ ଛୁଆ କେମିତି ଜଙ୍ଗଲ ଭିତରକୁ ଆସିଲା? ସେ ଯେମିତି ବି ଆସୁ, ମୁଁ ଯଦି ତାକୁ ମୋ ସାଙ୍ଗରେ ବିସ୍କୁଟ ଘରକୁ ନେଇପାରନ୍ତି ଅନେକ ଶକ୍ତି ପାଇଯାଆନ୍ତି। ଗୋଟେ ମଣିଷ ଛୁଆ 10ଟା ପକ୍ଷୀ ସହ ସମାନ। ଆରେ ଛୋଟ ଝିଅ, ତୁ କେତେ ସୁନ୍ଦର, ହେଲେ ତୁ ଏକା ଏକା ଏଇ ଜଙ୍ଗଲ ଭିତରେ କଣ କରୁଛୁ? ତୋ ବାପା ମା କୁଆଡେ ଗଲେ? ମୁଁ ମୋ ସାଙ୍ଗମାନଙ୍କ ସହ ପିକନିକ ଆସିଥିଲି, ହେଲେ ଆମେ ଏଇ ଜଙ୍ଗଲ ଭିତରେ ବୁଲୁ ବୁଲୁ ମୁଁ ସମସ୍ତଙ୍କଠୁ ଅଲଗା ହେଇଗଲି। ଏବେ ମୁଁ ଏଇ ଜଙ୍ଗଲରୁ ବାହାରିବାର ରାସ୍ତା ପାଉନି। ଆରେ ଛୋଟ ଝିଅ, ତୁ ଚିନ୍ତା କରନି, ମୁଁ ତତେ ଜଙ୍ଗଲରୁ ବାହାରିବାର ରାସ୍ତା କହିଦେବି। ଆସ ମୋ ସାଙ୍ଗରେ। ସେ ଛୋଟ ଝିଅ ପିଶାଚି କଥାରେ ରାଜି ହେଇଗଲା ଆଉ ତା ସାଙ୍ଗରେ ଗଲା। ତାଙ୍କୁ ଯିବାର ଗୋଟେ ଚଢ଼େଇ ଦେଖୁଥିଲା। ଆରେ ଏଇ ଜଙ୍ଗଲ ଭିତରକୁ ଏତେ ଛୋଟ ମଣିଷ ଛୁଆ କେମିତି ଆସିଲା? ଆଉ ସେ ବୁଢ଼ୀ ମା ସହ କୁଆଡେ ଯାଉଛି? ମୁଁ ତାଙ୍କ ପଛରେ ଯାଇ ଦେଖେ। ତୁମେ କିଏ? ମତେ ଏମିତି ବାନ୍ଧିଲ କାହିଁକି? ମତେ ଛାଡ଼ି ଦିଅ, ମୁଁ ମୋ ଘରକୁ ଯିବି। ହା ହା ହା, ଚୁପ କର। ତୁ ଆଉ କିଛି ବି କଥା କହନି। ତୁ ଆଉ ଏଠୁ ଯାଇପାରିବୁନି। ତତେ ପାଇ ମୁଁ 10ଟା ପକ୍ଷୀ ପାଇଗଲି। ଏବେ ଖାଲି ଗରମ ପାଣି କରି ତମ ସମସ୍ତଙ୍କୁ ସେ ପାଣିରେ ବୁଡ଼େଇ ଖାଇବି। ଆରେ ଆରେ, ଏଇଟା ତ ଗୋଟେ ପିଶାଚି। ସେ ସମସ୍ତଙ୍କୁ ମାରିବା ପୂର୍ବରୁ ମୁଁ ଶୀଘ୍ର ତାନ୍ତ୍ରିକ ମାଙ୍କ ପାଖକୁ ଯାଏ। ଏବେ ସେ ହିଁ ଏ ପିଶାଚିକୁ ଉଚିତ ଶିକ୍ଷା ଦେଇପାରିବେ। ଏମିତି କହି ଚଢ଼େଇ ଶୀଘ୍ର ତାନ୍ତ୍ରିକ ଚଢ଼େଇ ପାଖକୁ ଗଲା ଆଉ ତାକୁ ସବୁ ଘଟଣା କହିଲା। ଆଚ୍ଛା, ସେ ପିଶାଚି ତାହେଲେ ପାଖ ଜଙ୍ଗଲରେ ଅଛି। ମୁଁ ତାକୁ ଅନେକ ଦିନରୁ ଖୋଜୁଥିଲି, ହେଲେ ପାଉନଥିଲି। ଚାଲେ ଶୀଘ୍ର ମୋତେ ତା ପାଖକୁ ନେଇ ଚାଲେ। ମୁଁ ତାକୁ ମୋ ବୋତଲରେ ବନ୍ଦୀ କରିଦେବି। ଆରେ ଦୁଷ୍ଟ ପିଶାଚି, ଗରମ ପାଣି କରୁଛୁ? ଏବେ ତତେ ଆଉ କଷ୍ଟ କରି ଗରମ ପାଣି କରିବାକୁ ପଡ଼ିବନି। ତୁ ଏଠାକୁ କେମିତି ଆସିଲୁ? ଚାଲିଯା ଏଠୁ। ପିଶାଚି କିଛି କରିବା ପୂର୍ବରୁ ତାନ୍ତ୍ରିକ ତାକୁ ବୋତଲରେ ବନ୍ଦୀ କରିଦେଲା ଆଉ ସେ ବିସ୍କୁଟ ଘରକୁ ବି ନଷ୍ଟ କରିଦେଲା। ଏ କଣ କଲୁ? ଛାଡ଼ିଦେ ମତେ। ମତେ ବୋତଲରୁ ବାହାର କର। ତୁ ଏବେ ସାରା ଜୀବନ ଏଇ ବୋତଲରେ ବନ୍ଦୀ ହେଇ ରହିବୁ। ଆଉ ତମେ ସମସ୍ତେ ଏବେ ନିଶ୍ଚିନ୍ତରେ ଘରକୁ ଯାଅ। ଚଢ଼େଇ ପାଇଁ ତମେ ମାନେ ଆଜି ରକ୍ଷା ପାଇଗଲ। ଚଢ଼େଇ, ତତେ ଅନେକ ଅନେକ ଧନ୍ୟବାଦ। ଆଜି ତୋ ପାଇଁ ଆମ ଜୀବନ ବଞ୍ଚିଗଲା। ଆଜି ଆମେ ବି ବହୁତ ବଡ଼ ଶିକ୍ଷା ପାଇଲୁ। ଆଉ ଦିନେ ବି ଆମେ ଲୋଭ କରିବୁନି। ହଁ, ଠିକ କହିଲ। ଲୋଭର ପରିଣାମ ସବୁବେଳେ ଖରାପ ହେଇଥାଏ। ଏଇ ମଣିଷ ଛୁଆଟି ପାଇଁ ହିଁ ମୁଁ ତୁମ ସମସ୍ତଙ୍କୁ ବଞ୍ଚେଇ ପାରିଲି। ଚଢ଼େଇ, ମୁଁ ଘରକୁ ଯିବି। ଦୟାକରି ମତେ ମୋ ଘରେ ପହଞ୍ଚେଇ ଦିଅ। ହଁ ହଁ, ମୁଁ ଏବେ ତୁମକୁ ନେଇ ତୁମ ଘରେ ପହଞ୍ଚେଇ ଦେବି। ତାପରେ ସବୁ ଚଢ଼େଇ ନିଜ ନିଜ ଘରକୁ ଫେରିଗଲେ। ମା ଚଢ଼େଇ ବି ମଣିଷ ଛୁଆକୁ ନେଇ ତା ଘରେ ପହଞ୍ଚେଇ ଦେଲା। ମୋ ଗଛରେ ପ୍ରତିବର୍ଷ ଏତେ ସାରା ଫଳ ଫଳେ, କିନ୍ତୁ ସବୁ ଫଳ ଖଟା। କେହି ବି ମୋ ପାଖରୁ ଫଳ ଖାଆନ୍ତିନି। ଯିଏ ବି ଖାଏ ସେ ମତେ ଗାଳି ଦେଇଯାଏ। ମୁଁ କଣ ନିଜେ ଜାଣି ଶୁଣି ମୋ ଫଳକୁ ଖଟା କରିଛି? ଏ କଥା କେହି ବି ବୁଝନ୍ତିନି। ଓଲଟା ମତେ ଅପମାନ ଦିଅନ୍ତି। ମତେ ଭାରି କଷ୍ଟ ହୁଏ। ହେ ଭଗବାନ, ମୋର ଗୋଟିଏ ମାତ୍ର ଇଚ୍ଛା, ମୋର ସବୁ ଫଳ ମିଠା ହେଇଯାଆନ୍ତା କି? ମୋର କିନ୍ତୁ ସବୁ ଫଳ ମିଠା। ପ୍ରତିବର୍ଷ ମୋ ଗଛରେ ବି ଅନେକ ଫଳ ଫଳେ। ସବୁ ଚଢ଼େଇ ମୋର ମିଠା ଫଳ ଖାଇ ମୋର ଅନେକ ପ୍ରଶଂସା କରନ୍ତି। ମୁଁ ମୋ ପ୍ରଶଂସା ଶୁଣିଲେ ମତେ ଭାରି ଭଲ ଲାଗେ। ମୁଁ ଆହୁରି ବେଶୀ ପ୍ରଶଂସା ଶୁଣିବାକୁ ଚାହୁଁଛି। ସେଥିପାଇଁ ମୁଁ ଚାହେଁ ମୋର ସବୁ ଫଳ ସୁନା ପାଲଟି ଯାଉ, ଯେମିତି ଚଢ଼େଇ ମାନେ ଖୁସି ହେଇ ମୋର ଆହୁରି ବେଶୀ ପ୍ରଶଂସା କରିବେ। ମା, ଆମ ଘର ତ ଭାଙ୍ଗିଗଲା। ରାତିରେ ଯୋଉ ଶୀତ ପଡୁଛି, ଆମେ ବାହାରେ କେମିତି ରହିବା? ମା କୁନି, ତୁ ଜମା ବି ଚିନ୍ତା କରନି। ରାତି ହେବା ଆଗରୁ ମୁଁ କିଛି ବ୍ୟବସ୍ଥା କରିନେବି। ଏମିତି କହି ମା ଚଢ଼େଇ ଜଙ୍ଗଲ ଭିତରକୁ ଗଲା। କିଛି ଦୂର ଗଲା ପରେ ସେ ସେଇ 2ଟି ଆମ୍ବ ଗଛକୁ ଦେଖିଲା। ଆରେ ବାଃ, ଏଠି ତ 2ଟି ଆମ୍ବ ଗଛ ଅଛି।
ମୁଁ ଯଦି ଗୋଟେ ଆମ୍ବ ଗଛରୁ କିଛି ଡାଳପତ୍ର ନେଇପାରନ୍ତି ସନ୍ଧ୍ୟା ସୁଦ୍ଧା ଗୋଟେ ଘର ତିଆରି କରିପାରନ୍ତି। ତାପରେ ମା ଚଢ଼େଇ ମିଠା ଆମ୍ବ ଗଛ ପାଖକୁ ଗଲା ଆଉ ତାକୁ କିଛି ଡାଳପତ୍ର ମାଗିଲା। ହେଲେ ସେ ଆମ୍ବ ଗଛଟି ତ ଅନେକ ରାଗିଗଲା। ନା ଚଢ଼େଇ, ମୁଁ ତତେ ଡାଳପତ୍ର ଦେଇପାରିବିନି। ତୁ ମୋଠୁ ଡାଳପତ୍ର ନେଲେ ମୋ ମିଠା ଆମ୍ବ ଝଡ଼ିଯିବ। ଯା, ତୁ ମୋ ପାଖରୁ ଦୂରେଇ ଯା। ଚଢ଼େଇ, ତୁ ମୋ ପାଖକୁ ଆସେ। ତୁ ମୋଠୁ କିଛି ଆମ୍ବ ଆଉ ପତ୍ର ନେଇଯା। ମୋ ଆମ୍ବ ଖାଇବାକୁ ସିନା ଖଟା, ହେଲେ ସେସବୁ ଭାରି ମଜବୁତ। ତୁ ମୋ ଆମ୍ବ ଆଉ ପତ୍ରରେ ଗୋଟେ ସୁନ୍ଦର ଆଉ ମଜବୁତ ଘର ତିଆରି କରି ରହିପାରିବୁ। ଏମିତି ଶୁଣି ମା ଚଢ଼େଇ ସେ ଗଛରୁ କିଛି ଆମ୍ବ ଆଉ ପତ୍ର ନେଇ ଘରକୁ ଗଲା। ଆମ୍ବ ଆଉ ପତ୍ର ଦେଇ ସେ ଗୋଟେ ସୁନ୍ଦର ଘର ତିଆରି କରିଦେଲା। ମା, ତୁମେ ଆମ୍ବରେ ଘର ତିଆରି କରିଛ? ବାଃ, ଏ ଘରଟି ବହୁତ ସୁନ୍ଦର ହେଇଛି ମା। ଏମିତି ସେ ଦିନ ବିତିଗଲା। ପରଦିନ କାଉର ସ୍ତ୍ରୀ ଜଙ୍ଗଲରେ ବୁଲି ବୁଲି ଖାଇବା ଖୋଜୁଥିଲା। ସେ ଅନେକ ସମୟ ଖୋଜିଲା ପରେ ବି ଖାଇବା ପାଇଲାନି। ଏମିତି ତାର ନଜର ସେ ଦୁଇଟି ଆମ୍ବ ଗଛ ଉପରେ ପଡ଼ିଲା। ଆରେ ଏଇ ତ, ଏଇ ଗଛରେ କେତେ ଆମ୍ବ ଫଳ ହେଇଛି। ମୁଁ ସେପଟେ ବେକାରେ ବୁଲି ବୁଲି ଖାଇବା ଖୋଜୁଥିଲି। ମୁଁ ଏଇଠୁ କିଛି ଫଳ ନେଇ ମୋ ଘରକୁ ଯାଏ। ଏମିତି ଚିନ୍ତା କରି କାଉର ସ୍ତ୍ରୀ ଖଟା ଆମ୍ବ ଗଛ ପାଖକୁ ଗଲା। ସେ ଯେମିତି ଖଟା ଆମ୍ବ ଗଛରୁ ଗୋଟେ ଆମ୍ବ ତୋଳି ଖାଇଲା, ସେ ସେଇ ଆମ୍ବ ଗଛ ଉପରକୁ ଫୋପାଡ଼ିଲା। ଛି, ତ ଆମ୍ବ କେତେ ଖଟା। ଏମିତି ଖଟା ଆମ୍ବ ମୁଁ ମୋ ଜୀବନରେ ଖାଇନଥିଲି। ଏଥିରେ ମୋର କଣ ଭୁଲ? ଭଗବାନ ମତେ ଏମିତି ବନେଇଛନ୍ତି। ଚୁପ୍ କର, ତ ଆମ୍ବ ଯଦି ଖଟା ଥିଲା ମତେ ଆଗରୁ କହିନଥାନ୍ତୁ। ତୋ ପାଇଁ ମୋ ପାଟିଟା ପୁରା ଖଟା ହେଇଗଲା। ତୁମେ ମୋ ପାଖକୁ ଆସ। ମୋ ଫଳ ବହୁତ ମିଠା ଆଉ ସ୍ୱାଦିଷ୍ଟ ବି। ତୁ ସତ କହୁଛୁ? ହଁ, ମୁଁ ସତ କହୁଛି। ଯଦି ତୁମର ବିଶ୍ୱାସ ହେଉନି, ମୋଠୁ ଆଗ ଗୋଟେ ଆମ୍ବ ଖାଇ ଦେଖ। ଆରେ ବାଃ, ତ ଆମ୍ବ ସତରେ ଭାରି ମିଠା। ମୁଁ କିଛି ଆମ୍ବ ନେଇ ମୋ ଘରକୁ ଯାଏ। ଏମିତି କହି କାଉର ସ୍ତ୍ରୀ କିଛି ଆମ୍ବ ନେଇ ଘରକୁ ଗଲା। ଏସବୁ ଦେଖି ଖଟା ଆମ୍ବ ଗଛ ଅନେକ କାନ୍ଦିଲା। ସେତେବେଳେ ଗୋଟେ ପରୀ ତା ପାଖକୁ ଆସିଲା। କଣ ହେଲା ଆମ୍ବ ଗଛ, ତୁ ଏମିତି କାନ୍ଦୁଛୁ କାହିଁକି? କିଏ ତୁମେ? ଏଠାକୁ କାହିଁକି ଆସିଛ? ମୁଁ ହେଉଛି ଇଚ୍ଛା ପରୀ। ମୁଁ ସମସ୍ତଙ୍କ ଇଚ୍ଛା ପୂରା କରେ। ତୁ ମତେ କହ, ତୋର କଣ ହେଇଛି? ପାରିଲେ ମୁଁ ତୋର ସମସ୍ୟା ଦୂର କରିଦେବି। ତାପରେ ଖଟା ଆମ୍ବ ଗଛ ତାର ସବୁ କଥା ଇଚ୍ଛା ପରୀକୁ କହିଲା। ସବୁ ଶୁଣି ଇଚ୍ଛା ପରୀ କହିଲା, ଆମ୍ବ ଗଛ, ଭଗବାନ ଯାହାକୁ ଯେମିତି ବନେଇଥାନ୍ତି ଠିକ ବନେଇଥାନ୍ତି। ତୁ ଯେମିତି ଅଛୁ ସୁନ୍ଦର ଅଛୁ। ନିଜକୁ ନେଇ ଆଉ ମନ ଦୁଃଖ କରନି। ଭଗବାନ ତ ଭଲ ପାଇଁ ହିଁ ତ ଆମ୍ବକୁ ଖଟା କରିଛନ୍ତି। ନା, ଏମିତି କୁହନି ଇଚ୍ଛା ପରୀ। ତୁମେ ମୋର ଏଇ ଗୋଟିଏ ଇଚ୍ଛା ପୂରା କରିଦିଅ। ମୁଁ ଆଉ ଚଢ଼େଇମାନଙ୍କଠୁ ଅପମାନ ଶୁଣି ପାରିବିନି। ଆଚ୍ଛା ଆଚ୍ଛା, ଠିକ ଅଛି। ତୁ ଆଉ ଚିନ୍ତା କରନି ଆମ୍ବ ଗଛ। ଆଜିଠୁ ତୋର ସବୁ ଆମ୍ବ ମିଠା ହେଇଯିବ। ମୁଁ ତତେ ସେ ଶକ୍ତି ଦେଉଛି। ଏମିତି କହି ଇଚ୍ଛା ପରୀ ସେ ଗଛର ସବୁ ଖଟା ଆମ୍ବକୁ ମିଠା କରିଦେଲା। ଏସବୁ ଦେଖି ମିଠା ଆମ୍ବ ଗଛ ତାକୁ କହିଲା, ପରୀ, ତୁମେ ଯଦି ତାର ଗୋଟେ ଇଚ୍ଛା ପୂରା କଲ, ମୋର ବି ଗୋଟେ ଇଚ୍ଛା ପୂରା କରିଦିଅ। ଆଚ୍ଛା, ତୋର କଣ ଇଚ୍ଛା ମତେ କହ? ମୁଁ ଚାହିଁ ମୋର ସବୁ ଆମ୍ବ ସୁନା ପାଲଟି ଯାଉ। ତାପରେ ଇଚ୍ଛା ପରୀ ତାର ସବୁ ଆମ୍ବ ସୁନା କରିଦେଲା। ଏମିତି ଦେଖି ଦୁଇ ଆମ୍ବ ଗଛ ପରୀକୁ ଧନ୍ୟବାଦ ଜଣାଇଲେ। ତାପରେ ସେ ପରୀ ସେଠାରୁ ଚାଲିଗଲା। କିଛି ଦିନ ବିତିଗଲା। ଦିନେ ଗୋଟେ କାଉ ସେ ଦୁଇ ଆମ୍ବ ଗଛ ରାସ୍ତାରେ ଯାଉଥିଲା। ସୁନା ଆମ୍ବ ଦେଖି ତ ସେ ଅଟକି ଗଲା। ଆରେ କଣ, ଏ ଗଛରେ ତ ସୁନା ଆମ୍ବ ଫଳିଛି। ବାଃ, ମୋ ଭାଗ୍ୟ ତ ବଦଳି ଗଲା। ଏବେ ମୁଁ ସମସ୍ତଙ୍କଠୁ ଧନୀ ପାଲଟି ଯିବି। ଏମିତି କହି କାଉ ସବୁ ସୁନା ଆମ୍ବ ପାଳି ଘରକୁ ନେଇଗଲା। କିଛି ସମୟ ପରେ ସେ ଗୋଟେ କୁରାଡ଼ି ଆଣି ସେଇ ଆମ୍ବ ଗଛକୁ କାଟିଲା ଯୋଉ ଆମ୍ବ ଗଛରେ ସୁନା ଆମ୍ବ ଫଳିଥିଲା। ଏ କଣ, ତୁମେ ମତେ କାହିଁକି କାଟୁଛ? ଦୟାକରି ମତେ କାଟନି। ମୁଁ ତ ତୁମକୁ ସୁନା ଆମ୍ବ ଦେଲି ନା। ହଁ, ତୁ ମତେ ସୁନା ଆମ୍ବ ଦେଲୁ। ହେଲେ ଯେତେବେଳେ ପୁଣି ତ ଗଛରେ ସୁନା ଆମ୍ବ ଫଳିବ, ଚଢ଼େଇ ମାନେ ତୋଠୁ ସୁନା ଆମ୍ବ ନେଇ ଧନୀ ହେଇଯିବେ। ମୁଁ ତା ହେବାକୁ ଦେବିନି। ମୁଁ ତତେ କାଟିଦେବି। ସେମିତିରେ କେବଳ ମୁଁ ଏ ଜଙ୍ଗଲରେ ଧନୀ ହେଇ ରହିବି। ଏ କଣ ହେଇଗଲା ମୋ ସାଙ୍ଗରେ? ମୁଁ ତ ଚଢ଼େଇ ମାନଙ୍କଠୁ ଆହୁରି ପ୍ରଶଂସା ପାଇବାକୁ ଚାହୁଁଥିଲି। ହେଲେ ଆଜି ମୋ ଇଚ୍ଛା ପାଇଁ ମତେ ମୋ ଜୀବନ ଦେବାକୁ ପଡ଼ିଲା। ସେ ଆମ୍ବ ଗଛ ଯେତେ କାନ୍ଦିଲେ ବି କାଉ ତାର କିଛି କଥା ଶୁଣିଲାନି।
ଆଉ ସେ ଗଛକୁ କାଟିଦେଲା। ତାପରେ ସେ ତାର ଘରକୁ ଚାଲିଗଲା। କାଉର କିଛି ଦିନ ତ ବେଶ ଭଲରେ ବିତିଲା, ହେଲେ ସେ ଅଳସୁଆ ହେଇଥିବାରୁ ଅଳ୍ପ ଦିନରେ ହିଁ ତାର ସବୁ ଟଙ୍କା ସରିଗଲା। ଦିନେ ତ ସେ କାଉ ଖାଇବାକୁ ପାଇଲାନି। ଶେଷରେ ସେ କିଛି ଫଳ ଖାଇବା ପାଇଁ ଆମ୍ବ ଗଛ ପାଖକୁ ଗଲା। ହେଲେ ସେ ଯିବା ପୂର୍ବରୁ ଚଢ଼େଇ ସେ ଗଛରେ ଥିବା ସବୁ ମିଠା ଆମ୍ବ ନେଇ ଯାଇଥିଲା। ଏ କଣ, ତୋ ଗଛରେ ଗୋଟେ ବି ଆମ୍ବ ନାହିଁ? ତୋ ଗଛର ସବୁ ଆମ୍ବ କିଏ ନେଲା? ତୁମେ ଆସିବା ପୂର୍ବରୁ ଆଉ ଗୋଟେ ପକ୍ଷୀ ମୋ ଗଛର ସବୁ ଆମ୍ବ ପାଳି ନେଇଗଲା। ସେଥିପାଇଁ ଏବେ ମୋ ଗଛରେ ଆଉ ଆମ୍ବ ନାହିଁ। କଣ ହେଲା? ତୁ ମତେ ଆମ୍ବ ନ ଦେଇ ଆଉ ଗୋଟେ ଚଢ଼େଇକୁ ଆମ୍ବ ଦେଇଦେଲୁ। ଏବେ ମୁଁ ତତେ କାଟିଦେବି। ନା ନା, ମତେ କାଟନି, ମତେ ବଞ୍ଚିବାକୁ ଦିଅ। ଆଉ କିଛି ମାସ ଅପେକ୍ଷା କର, ମୋ ଗଛରେ ପୁଣି ଆମ୍ବ ଆସିବ। ସେତେବେଳେ ତୁମେ ମୋଠୁ ଆମ୍ବ ନେବ। ନା, ମୁଁ ଆଉ ଅପେକ୍ଷା କରିପାରିବିନି। ତୁ ମତେ ଆମ୍ବ ଦେଇନୁ, ଏବେ ମୁଁ ତତେ ଶାସ୍ତି ଦେବି। ଏମିତି କାଉ ସେ ଗଛକୁ କାଟିବା ଆରମ୍ଭ କଲା। ଆରେ ଆରେ, ଏ ଦୁଷ୍ଟ ପକ୍ଷୀ ଆମକୁ ଆଉ ବଞ୍ଚିବାକୁ ଦେଲାନି। ସେ ଇଚ୍ଛା ପରି ଠିକ କହୁଥିଲେ, ଯିଏ ଯେମିତି ତାକୁ ସେମିତି ହିଁ ସୁନ୍ଦର ଲାଗେ। ତାଠୁ ବେଶୀ ସୁନ୍ଦର ହେବାକୁ ଚାହିଁଲେ ଏମିତି ହିଁ ଅବସ୍ଥା ହୁଏ। ନିଜ ନିଜ ଇଚ୍ଛା ପୂରା କରିବାକୁ ଯାଇ ଆମେ ଦୁଇ ଜଣ ନିଜ ଜୀବନ ହରେଇଲୁ।